ପ୍ରାର୍ଥନା ଏପ୍ରିଲ 7, 1917। ଏକ ବିପୁଳ ଏକାଗ୍ରତା ମୋତେ ଅଧିକାର କଲା ଏବଂ ମୁଁ ଦେଖିଲି ଗୋଟିଏ ଚେରି ଫୁଲ ସହ ମୁଁ ଏକାତ୍ମ ହୋଇଯାଇଛି। ତାପରେ ଏହା ମଧ୍ୟ ଦେଇ ସବୁ ଚେରି ଫୁଲ ସହ ଏକ ହୋଇଗଲି ଏବଂ ଯେତେବେଳେ ଏକ ନୀଳାଭ ଶକ୍ତିର ସ୍ରୋତକୁ ଅନୁସରଣ କରି ଚେତନାର ଗଭୀରତମ ପ୍ରବେଶକୁ ଚାଲିଗଲି, ମୁଁ ହୋଇ ଉଠିଲି ଚେରି ଗଛଟିଏ, ଯାହା ଅସଂଖ୍ୟ ବାହୁ ପରି ଅଜସ୍ର ପୁଷ୍ପାର୍ଘ୍ୟ ଭାରରେ ଶୋଭିତ। ତାର ଶାଖା ସବୁ ମେଲି ଆକାଶ ଦିଗରେ ପ୍ରସାରିତ। ତାପରେ ମୁଁ ଏହି ବାକ୍ୟଟି ସ୍ପଷ୍ଟ ଶୁଣିପାରିଲି, ତୁ ନିଜକୁ ଚେରି ବୃକ୍ଷର ଆତ୍ମା ସହ ଏକୀଭୂତ କରିଛୁ ଏବଂ ଏହା ଆବିଷ୍କାର କରିପାରିଛୁ ଯେ ସ୍ୱୟଂ ଭଗବାନ ଊର୍ଦ୍ଧ୍ୱରେ ଆକାଶକୁ ଚାହିଁ ପୁଷ୍ପର ଏହି ପ୍ରାର୍ଥନାର ଅର୍ଘ୍ୟଦାନ କରୁଛନ୍ତି। ମୁଁ ଏହା ଲେଖି ରଖିବାର ପର ମୁହୂର୍ତ୍ତରେ ସବୁ କିଛି ବିଲୀନ ହୋଇଗଲା, କିନ୍ତୁ ବର୍ତ୍ତମାନ ମୋ ଶିରା ପ୍ରଶିରାରେ ଅତୁଳନୀୟ ଶାନ୍ତି ଓ ଶକ୍ତି ସହ ଚେରି ବୃକ୍ଷର ଶୋଣିତ ପ୍ରବାହିତ। ମାନବ ଦେହ ଏବଂ ବୃକ୍ଷ ଦେହ ମଧ୍ୟରେ ପାର୍ଥକ୍ୟ କ'ଣ? ବସ୍ତୁତଃ କୌଣସି ପାର୍ଥକ୍ୟ ନାହିଁ। ଯେଉଁ ଚେତନା ଉଭୟଙ୍କୁ ଅନୁପ୍ରାଣିତ କରେ ତାହା ଏକ ଓ ଅଭିନ୍ନ। ସେତେବେଳେ ଚେରି ଗଛଟି ମୃଦୁ ସ୍ୱରରେ କହିଲା, ବସନ୍ତ ବିଶୃଙ୍ଖଳାର ପ୍ରତିକାର ରହିଛି ଏହି ଚେରି ପୁଷ୍ପରେ। ବସନ୍ତ ବିଶୃଙ୍ଖଳାର ପ୍ରତିକାର ରହିଛି ଏହି ଚେରି ପୁଷ୍ପରେ।